ରହୁଛି ବାଗଲଟି ଗ୍ରାମରେ ମହାବୁଢ଼ୀ ଠାକୁରାଣୀଙ୍କର ମନ୍ଦିର ପ୍ରତିଷ୍ଠା ଚାଲିଥିଲା। ସେଥିରେ ଖାଇବା ବେଳେ ଅନ୍ନପ୍ରସାଦ ଚାଲିଥିବା ବେଳେ ଗାଁର କିଛି ଯୁବକ ଆସି ପାର୍ସଲ ନେଲା ବେଳେ ଆମେ ମନା କଲୁ ସେମାନଙ୍କୁ ଯେ ଅନ୍ନପ୍ରସାଦ ଖାଇବା ଚାଲିଛି ପାର୍ସଲ ନିଅନ୍ତୁ ନାହିଁ। ପାଟିତୁଣ୍ଡ ହୋଇଥିଲୁ। ତାପରେ ଆମେ ଆସି ଶୋଇପଡ଼ିଥିଲୁ ଆତ୍ମହତ୍ୟାରେ ଆମର ସେମାନେ 3:30 4ଟାରେ ଆସି ଆମେ ଶୋଇଥିବା ଅବସ୍ଥାରେ ହଠାତ୍ ପଡ଼ିଛୁ। ମାଡ଼ ହେଇଛି, ମୁଣ୍ଡରେ 30ଟି ଷ୍ଟିଚ୍ କରିଛି, ଦାଦାଙ୍କର ଗୋଡ଼ରେ ମାଡ଼ ହେଇଛି, ଆମର ହାତର ଭେନ୍ 10ଟା ଛିଡ଼ି ହେଇଛି, ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହେଇଛି, ମୋର ବି ହାତରେ ମାଡ଼ ହେଇଛି, ଗୋଡ଼ରେ ମାଡ଼ ହେଇଛି, ମୁଣ୍ଡରେ ମାଡ଼ କାଟି ଆଉ ଲୁହା ରଡ଼ ହେଇକି ଆସିଥିଲେ। ମାଡ଼ି ବସି ଆମର ସଙ୍କେତ ପିଇକି ମୋ ହାତରୁ ରିଙ୍ଗ୍ ବାହାର କରି ନେଇଛନ୍ତି ଆଉ ମୋ ଦାଦାଙ୍କର 1.5 ତୁଲାର ସୁନା ଚେନ୍ ଗୋଟେ ପିନ୍ଧିଥିଲେ ବାହାର କରି ନେଇଯାଇଛନ୍ତି। ଏ ଦାଦାଙ୍କର ଫାର୍ମ କୁକୁଡ଼ା ଫାର୍ମିଂ ତ ସେ ଫାର୍ମରେ କୁକୁଡ଼ା ଛାଡ଼ିଥିଲେ। ସେ ବ୍ୟବସାୟର ପଇସା 45,000 ଚିଲ୍ଡ୍ରା କେତେ ସମଥିଙ୍ଗ ଥିଲା। ସେ ଚିଲ୍ଡ୍ରା ପଇସା ଯାହା ଅଛି 45,000 ଟଙ୍କା ନାହିଁ। ମୋ ଉପରେ ବି ମାଡ଼ି ବସି ମୋ ପକେଟରୁ ବି 12,000 କହିଛନ୍ତି। ସାର୍ କହିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବେ ବୋଲି। ବିଷୟରେ ତ ଆମେ କିଛି ଜାଣିନୁ। ଆମେ ବାହାରେ ଚିକିତ୍ସା ହେଉଥିଲୁ ବିଶାଖାପାଟଣାରେ। ଆମେ ଶୁଣିବାକୁ ପାଇଲୁ ଯେ ସେମାନେ ଆସି ଗାଁରେ ଧମକ ଦେଉଛନ୍ତି ବୋଲି, ଆଉ ସେଥିପାଇଁ ଆମେ ଏସ୍ପିଙ୍କ ଦ୍ୱାରସ୍ଥ ହେଲୁ। ଗୋଟେ ଆକ୍ରମଣ କେସ୍ ହେଇଥିଲା ଆମର ବଲନ୍ତରା ଥାନାରେ। ଗୋଟେ ମନ୍ଦିରରେ ପ୍ରତିଷ୍ଠାକୁ ନେଇକି ଦୁଇଟା ଗ୍ରୁପ୍ ଭିତରେ ଡିଷ୍ଟର୍ବାନ୍ସ ହେଇଥିଲା। ତାଙ୍କର ଯେତେବେଳେ ତାଙ୍କ ଭିତରେ ପାଟିତୁଣ୍ଡ ହେଲା, ତାପରେ ଗୋଟେ ଗ୍ରୁପ୍ ମିଶିକି 10ରୁ 11 ଜଣ ମିଶିକି ଛାରି ଲୋକଙ୍କୁ କାଣ୍ଟାକାତିରେ ଆକ୍ରମଣ କରିଥିଲେ। ତାପରେ ସେମାନଙ୍କୁ MKCGର ରେଫର ହେଇକି ତାପରେ ଏମାନେ ବିଶାଖାପାଟଣାରେ ଟ୍ରିଟମେଣ୍ଟ ମଧ୍ୟ ନେଇଛନ୍ତି। ସେଇ ମାମଲାରେ ଟୋଟାଲ 11 ଜଣ ଉପରେ କେସ୍ ହେଇଥିଲା। ଆଉ 6 ଲୋକ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହେଇଛନ୍ତି। ବାକି ଆଉ 5 ଲୋକ ଫେରାର ଅଛନ୍ତି। ତାଙ୍କୁ ବି ପୋଲିସ ଖୁବ୍ ଶୀଘ୍ର ଧରିବା ପାଇଁ ଆମେ ସବୁ ବ୍ୟବସ୍ଥା ଆମର ଚାଲିଛି। ଥିଲା ତାଙ୍କଠୁ କିଛି ସୁନା ଆଉ ଚେନ୍ ବଗେରା ନେଇକି ପଳେଇଲେ, ଆଉ କିଛି ଟଙ୍କା ମଧ୍ୟ ଚୋରି କରିକି ନେଇକି ପଳେଇଲେ ବୋଲି ଅଭିଯୋଗ ଥିଲା। ଆଉ ବାକି 5 ଲୋକକୁ ଖୁବ୍ ଶୀଘ୍ର ଧରା ପଡ଼ିଯାଉ ବୋଲି ତାଙ୍କର ଅନୁରୋଧ ଥିଲା। ସେଟା ବି ଆମେ ଆମର ପୁଲିସ ସେଠି କଣ୍ଟିନ୍ୟୁଅସଲି ଆମେ ପାଟ୍ରୋଲିଂ ଆମେ କରୁଛୁ। ସେଟା ବି ସେମାନେ କହୁଥିଲେ ଆମ ଭିତରେ ଚାଲିଛି ବୋଲି। ପୁଲିସ ସେ ଗାଁକୁ ବାରମ୍ବାର ଆମର ପାଟ୍ରୋଲିଂ ଯାଉଛି। ଆଉ ଯେତେବେଳେ ଆମେ ଜାଣିବୁ ଖୁବ୍ ଶୀଘ୍ର ସେମାନଙ୍କୁ ଆମେ ଧରିଦେଲା ପରେ ଆମକୁ ଏ କେସ୍କୁ ଜଲ୍ଦି କୋର୍ଟରେ ଟ୍ରାଏଲ୍ କରିବୁ, ଯେମିତି ସେମାନଙ୍କୁ କନଭିକ୍ସନ୍ ହେବ ସେଇଭଳିଆ ଆମେ ଷ୍ଟେପ୍ କରିବୁ। ଯେଉଁମାନେ 6 ଲୋକ ବର୍ତ୍ତମାନ ଆରେଷ୍ଟ ଅଛନ୍ତି ତାଙ୍କ ନାଁରେ କିଛି କେସ୍ ହେଇନି। ବାକି ଯେଉଁମାନେ ଅଛନ୍ତି 5 ଲୋକକୁ ସେମାନଙ୍କୁ ଧରିଦେଲା ପରେ ଫର୍ଦର ଇନଭେଷ୍ଟିଗେସନ୍ କରିବାର ଅଛି। ବର୍ତ୍ତମାନ ସୁଦ୍ଧା ସେମିତି ଆଉ କିଛି କେସ୍ ଥିଲା ଭଳିଆ